ପିଲାମାନେ ତୁମେ ଜାଣିଛ ଓ ତ୍ରିପୁଲ ଏସି ପାଖରେ ବର୍ତ୍ତମାନ ସମୟରେ ବହୁତ ସାରା ଏମିତି ମାନେ ପେଣ୍ଡିଂ କାମ ରହୁଛି। ତା ଭିତରୁ ଗୋଟେ ହେଲା ତୁମର ଯୋଉ ରହିଛି ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ନୋଟିସ୍ କାଢିବା। ସେଥିପାଇଁ ଓ ତ୍ରିପୁଲ ଏସି ବର୍ତ୍ତମାନ ସମୟରେ ସବୁଠୁ ଫାଷ୍ଟେଷ୍ଟ କାମ କରୁଛି। ରିସେଣ୍ଟଲି ତୁମେ ଜାଣିଛ ତମର ଯୋଉ 30 ତାରିଖ ଦିନ ସରିଲା ଆର୍ଆଇଆର୍ଆଇ ଅମିନର ଏକ୍ଜାମ ଏବଂ ଆଜି ମାନେ ତାର 4-5 ଦିନ ଭିତରେ ତୁମର ଅଫିସିଆଲ ଏନ୍ସର କି ଆସିଯାଇଛି। କାରଣ ଯେମିତି ତୁମର ଗଭର୍ଣ୍ଣମେଣ୍ଟ କହିଥିଲା ଯେ ପଞ୍ଚାୟତ ଇଲେକ୍ସନ ପୂର୍ବରୁ ତମର ନିଯୁକ୍ତି ପ୍ରକ୍ରିୟା ସରିବ, ପିଓର ସରିବ, ଏଟା ବି ସରିବ, ସେମିତି ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ସମୟରେ କାମ କରୁଛି। ତ ଯେତେବେଳେ ଏନ୍ସର କି ତମର ଆସିଲା ସେତେବେଳେ ବହୁତ ସାରା ପିଲାଙ୍କର ଥିଲା ଯେ ସାର୍ ଏଥର କଟ୍ ଅଫ୍ କେତେ ଯିବ। କାରଣ ତୁମେ ଜାଣିଥିବ ଯେ ତମର ଏଥର ଯେହେତୁ ଗୋଟେ ହି ଏକ୍ଜାମ ରହୁଛି, କେବଳ ପ୍ରିଲିମ୍ସ ଏକ୍ଜାମ ରହୁଛି, ଏଥର କିଛି ମେନ୍ସ ଏକ୍ଜାମ ନାହିଁ, କେବଳ ସ୍କିଲ୍ ଟେଷ୍ଟରେ ହବ। ସ୍କିଲ୍ ଟେଷ୍ଟ ପାଇଁ ମଧ୍ୟ ତୁମକୁ ବେଶୀ ଦିନ ଗଭର୍ଣ୍ଣମେଣ୍ଟ ସମୟ ଦେବନି। ଏଟା ତୁମର ହେଉଛି ଜୁଲାଇ ଚାଲିଛି, ସେପ୍ଟେମ୍ବର ସୁଦ୍ଧା ତୁମର ସ୍କିଲ୍ ଟେଷ୍ଟ ହବ। ଏଠି ବହୁତ ସାରା ପିଲାଙ୍କ ମନରେ ଡାଉଟ୍ ରହୁଛି ଯେ ସାର୍ କେତେ ନମ୍ବର ଥିଲେ ଆମେ ସ୍କିଲ୍ ଟେଷ୍ଟ ଆମେ କରିପାରିବା। ଏକ୍ଜାକ୍ଟଲି ନମ୍ବର ତ ମୁଁ କହିବିନି, କିନ୍ତୁ ପାଖାପାଖି ମୁଁ କହିବି ଯଦି ତୁମର ସେତିକି ନମ୍ବର ଅଛି ତାହେଲେ ତୁମେ ମାନେ ସ୍କିଲ୍ ଟେଷ୍ଟ ପାଇଁ ଲାଗ। କିନ୍ତୁ ତା ପୂର୍ବରୁ ମୁଁ କହୁଛି ଯେ ଯେଉଁ ପିଲାମାନଙ୍କର ନମ୍ବର ଖରାପ ରହିଛି, ବହୁତ ସାରା ଏମିତି ପିଲା ଥିବେ ଯେଉଁମାନଙ୍କର 50+50ରୁ ତଳକୁ ରହିଛି, ସେମାନଙ୍କର ଚାନ୍ସ ଏଠି ବହୁତ କମ୍। ଯଦି ତୁମର 50ରୁ ତଳକୁ ରହିଛି ବା 60 ବି ଧରିକି ଚାଲ, ତୁମେ ୟୁଆର୍ କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛ, ତୁମର ୟୁଆର୍ କିମ୍ବା ଏସସିବିସି କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛ, ତୁମର 60ରୁ ତଳକୁ ରହିଛି, ତେବେ ଜମା ବି ତୁମେ ମାନେ ଡିମୋଟିଭେଟ୍ ହୁଅନି। ଆଗାମୀ ଦିନରେ ପିଓ ଭ୍ୟାକେନ୍ସି ଆସୁଛି। ପିଓ ପାଇଁ ଆମର ପଞ୍ଚାୟତ ବେଚ୍ ଷ୍ଟାର୍ଟ ହେଇଯାଇଛି। ଯଦି ତୁମେ ପ୍ରଥମରୁ ପଢ଼ିବା ପାଇଁ ଚାହୁଁଛ ଏବେ ହିଁ ପ୍ଲେ ଷ୍ଟୋର ଯାଅ, ସେଠି ଆମ ଆପ୍ଲିକେସନ୍ ଅଲ୍ ଏକ୍ଜାମ ସାଥିକି ଡାଉନଲୋଡ୍ କରିକି ଆମର ପଞ୍ଚାୟତ ବେଚ୍କୁ ନେଇପାରିବ। ତା ସହିତ ଯଦି ତୁମେ ଫ୍ରିରେ ବୁକ୍ ଦରକାର ତାହେଲେ ମଧ୍ୟ ତୁମେ ମାନେ ଆମର ଯେଉଁ ଆପ୍ଲିକେସନକୁ ଯାଅ, ଉପରେ ଦେଖ ଗୋଟେ 3 ଡଟ୍ ଅଛି, ତା ଉପରେ କ୍ଲିକ୍ କରିକି ତୁମେ ମାନେ ନେଇପାରିବ। ତ ଏଠି ରହୁଛି ଯେ ସାର୍ କେତେ ନମ୍ବର ରଖିବା। କାରଣ ଦେଖ ଯଦି ତୁମେ ଏତେ ପର୍ଯ୍ୟନ୍ତ ବି ତୁମର ଯେଉଁ ରହିଛି ଅଫିସିଆଲ ଏନ୍ସର କିକୁ ଡାଉନଲୋଡ୍ କରିନ, ତେବେ ମୁଁ ଭିଡ଼ିଓ ଡେସ୍କ୍ରିପସନ୍ ବକ୍ସରେ ତୁମକୁ ମୋ ଟେଲିଗ୍ରାମ ଚ୍ୟାନେଲରେ ଲିଙ୍କ୍ ଦେଇଦେବି। ଯେଉଁମାନେ ବି ଡାଉନଲୋଡ୍ କରିବା ପାଇଁ ଚାହୁଁଛ ବା ଏତେ ପର୍ଯ୍ୟନ୍ତ ଡାଉନଲୋଡ୍ କରିନ, ତୁମେ ମାନେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଅ। ସେଠି ମୁଁ ତୁମକୁ ଡାଇରେକ୍ଟ ଲିଙ୍କ୍ ଦେଇଛି, ତୁମେ ମାନେ ଯାଇକି ତାକୁ ଡାଉନଲୋଡ୍ କରିପାରିବ। ଯେଉଁମାନେ ଡାଉନଲୋଡ୍ କରିନ ମୁଁ ତାଙ୍କ କଥା କହୁଛି। ଏଠି ତୁମର କେତେ ମାର୍କ ଥିଲେ ହବ। ଯେତେବେଳେ ଏଟା ତୁମର ଆସିଲା, ବହୁତ ସାରା ପିଲା ଯେଉଁମାନେ ଆମ ଷ୍ଟୁଡେଣ୍ଟ, ଯେଉଁମାନେ ଆମ ପାଖରେ ପାଠ ପଢୁଛନ୍ତି, ଏଥର ବହୁତ ବଢିଆ ରେଜଲ୍ଟ କରିଛନ୍ତି। ପାଖାପାଖି ସବୁ ପିଲା ସାର୍ 82 ଅଛି, 83 ଅଛି, 85 ଅଛି, 86 ଅଛି। କାରଣ ମୁଁ ଯେମିତି ତୁମକୁ ପୂର୍ବରୁ ବି କହିଥିଲି ଯେ ଯୋଉଗୁଡ଼ା ଆମେ ପଢଉଥିଲୁ ସେଇଗୁଡ଼ା ହିଁ ତମର ଏକ୍ଜାମରେ ଆସିଛି। ତେଣୁ ଆମର ଯେତିକି ବି ପିଲା ଆମର କୋର୍ସ ନେଇକି ପଢୁଥିଲେ ସେମାନେ ଏଥର ବହୁତ ଭଲ କରିଛନ୍ତି। କିନ୍ତୁ ଜଣାପଡ଼ିବ କେତେବେଳେ, ଯେତେବେଳେ ତୁମର ରେଜଲ୍ଟ ଆସିବ। କାହିଁକି ନା ଜଣେ ଯଦି ପିଲା 75 ବା 82 ରଖିଛି, ତା ମାନେ ନୁହେଁ ଯେ ସେ ସ୍କିଲ୍ ଟେଷ୍ଟ ପାଇଁ 100% କନଫର୍ମ। କାରଣ ତୁମର ଏଠି ନର୍ମାଲାଇଜେସନ ଯେଉଁ ରହିଛି ସିଫ୍ଟ ଅନୁସାରେ ଡିପେଣ୍ଡ କରେ। କୋଉ ସିଫ୍ଟରେ ତୁମର ହାର୍ଡ ଆସିଥିଲା, କୋଉ ସିଫ୍ଟରେ କମ୍ ମାନେ ତୁମର ଟିକେ ନର୍ମାଲ କ୍ୱେଶ୍ଚନ ଆସିଥିଲା, ସିଫ୍ଟ ୱାଇଜ ଡିପେଣ୍ଡ କରେ। ତଥାପି ଯେହେତୁ ଏଥର ତୁମର ସିଙ୍ଗଲ ଏକ୍ଜାମ ରହୁଛି, ବହୁତ ସାରା ପିଲାଙ୍କର ଗୋଟେ ରହୁଛି ଯେ ସାର୍ ସ୍କିଲ୍ ଟେଷ୍ଟ ପାଇଁ କୁହନ୍ତୁ। ଯଦି ତମେ ମନେ ରଖିଥାଅ, ମୁଁ ଆଉଥରେ କହୁଛି, ଯଦି ତମେ ୟୁଆର୍ କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛ ବା ଏସସିବିସିରୁ ବିଲଙ୍ଗସ୍ କରୁଛ, 75+ ଅଛି, 80+ ଧରିକି ଚାଲ। ଯଦି ତୁମର 75ରୁ 80 ଭିତରେ ରହୁଛି ତାହେଲେ ତମେ ମାନେ ସ୍କିଲ୍ ଟେଷ୍ଟ ପାଇଁ ଲାଗି ପଡ଼। ଏଠି ବହୁତ ସାରା ପିଲା କହିବେ ଯେ ସାର୍ ଏତିକି ଯିବନି। ସେଟା କେହି କହିପାରିବେନି, ମୁଁ ନିଜେ ବି କହିପାରିବିନି ଯେ ତମେ ଯଦି କହିବ ଯେ 75 ଯିବନି, ଏଥର ବହୁତ ଯିବ, ସେଟା କେହି କହିପାରିବେନି। ନର୍ମାଲାଇଜେସନ ଗୋଟେ ଏମିତି ଜିନିଷ, ଏଠି କେହି 100% କହିପାରିବେନି। କୋଉ ସିଫ୍ଟରେ କ'ଣ ପଡ଼ିଥିଲା, କୋଉ ସିଫ୍ଟରେ ଇଜି ପଡ଼ିଥିଲା, କୋଉ ସିଫ୍ଟରେ ଡିଫିକଲ୍ଟ ପଡ଼ିଥିଲା, ଏଟା ଆକୁ ଏଜ୍ୟୁମ୍ କରିହେବନି। ମୁଁ ତୁମକୁ ଯୋଉଟା କହୁଛି ଗୋଟେ ମାନେ ପାଖାପାଖି, ଯଦି ତୁମେ ST SC ଅଛ, 70ରୁ ତଳକୁ ଅଛି, 65ରୁ 70 ଭିତରେ ରହୁଛି, ତାହେଲେ ତମେ ମାନେ ସ୍କିଲ୍ ଟେଷ୍ଟ ପାଇଁ ଲାଗିପଡ଼। ତୁମର ଯଦି 65ରୁ 70 ଭିତରେ ରହୁଛି ଏବଂ ଯଦି ତମେ ଏସସିବିସି କିମ୍ବା ୟୁଆର୍ କ୍ୟାଟେଗୋରୀରୁ ବିଲଙ୍ଗସ୍ କରୁଛ, 75+ ଅଛି ତମର, ତମେ ଲାଗିପଡ଼ ପିଲାମାନେ, ସ୍କିଲ୍ ଟେଷ୍ଟ ପାଇଁ ଲାଗିପଡ଼। କାରଣ ସ୍କିଲ୍ ଟେଷ୍ଟରେ ତୁମକୁ ତ ମୁଁ ପୂର୍ବରୁ ବି କହିସାରିଥିଲି ଯେ କେମିତି କ'ଣ ରହିବ। ତୁମର ସେଠି ଟାଇପିଂ ଟେଷ୍ଟ ରହିବ, MCQ ରହିବ। କାରଣ ଦେଖ ପୂର୍ବରୁ ତୁମର ଯେଉଁ 2023 ମସିହାରେ ଯେତେବେଳେ ଆର୍ଆଇଆର୍ଆଇ ଅମିନ ଆସିଥିଲା, ଏଠି କ'ଣ ହେଇଥିଲା ନା, ଏଠି ସିଏ ତୁମକୁ ପ୍ରିଲିମ୍ସ ମେନ୍ସ ଏମିତି ବହୁତ ସାରା ହେଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ତ ତୁମର ସ୍କିଲ୍ ମାନେ ପ୍ରିଲିମ୍ସ ଏକ୍ଜାମ ସରିବ ବା ଗୋଟେ ଏକ୍ଜାମ ସରିବ, ସ୍କିଲ୍ ଟେଷ୍ଟର ମୁଁ ତୁମକୁ ଦେଖେଇ ଦେଇଛି, ତୁମେ ମାନେ ଦେଖିଦିଅ। ଏଇଟା ତୁମର ପ୍ୟାଟର୍ନ ରହିବ, ଯୋଉଟାକି ଏଥର ରହିଲା, ଯୋଉଠି ତୁମର ଗୋଟେ ସେମାନେ ତୁମକୁ ଭାଇବା ମାନେ ତୁମର MCQ ରହିବ, 50 ମାର୍କର ଟୋଟାଲ ଟେଷ୍ଟ ହେବ, MCQ ରହିବ ଏବଂ ତା ସହିତ ତୁମର ଟାଇପିଂ ଟେଷ୍ଟ ରହିବ। ତ ତମେ ମାନେ ଯଦି ଏତିକି ନମ୍ବର ରଖିଛ, ଟାଇପିଂ ପାଇଁ ଲାଗିପଡ଼, ନିଶ୍ଚୟ ରୂପରେ ଏଥର ତୁମର ଗୋଟେ ଚାକିରି ହେଇଯିବ। ଏବଂ ଯଦି ତୁମର ଖରାପ ନମ୍ବର ଅଛି, ତମେ ଟୋଟାଲି ଧର 50 ତଳକୁ ତୁମର ନମ୍ବର ଅଛି,
ତାହେଲେ ଟୋଟାଲି ପିଲାମାନେ ଓରିଡ୍ ହୁଅନି, ତମ ପାଇଁ ଆଠୁ ଭଲ ଚାକିରି ଆଗକୁ ଆସୁଛି ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଯୋଉଟା କି ନିଜ ପଞ୍ଚାୟତରେ, କାରଣ ଆରଆଇ ଅମିନ ତୁମେ ତ ନିଜ ପଞ୍ଚାୟତ ପାଖରେ ଚାକିରି ପାଇବନି, ଦୁରିଆ ପାଇବ, କିନ୍ତୁ ଏଟା ଯେହେତୁ ତୁମର ପଞ୍ଚାୟତ ଲେଭେଲ ଚାକିରି, ଏଠି ତମେ ନିଜ ପଞ୍ଚାୟତରେ ହିଁ ଚାକିରି ପାଇବ, ଯୋଉଟା କି ତୁମମାନଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ। ପ୍ରିପାରେସନ ଷ୍ଟାର୍ଟ କର, ନୂଆ ବେଚ୍ ଆମର ଷ୍ଟାର୍ଟ ହେଇଛି, ଯଦି ତୁମେ ମାନେ ପଢିବା ପାଇଁ ଚାହୁଁଛ ନିଶ୍ଚୟ ରୂପରେ ତୁମେ ମାନେ ପଢିପାରିବ। ଆମର ଅଲ୍ ଏକ୍ଜାମ ସାଥୀ ଆପ୍ଲିକେସନକୁ ଡାଉନଲୋଡ୍ କର, ସେଠି ଫ୍ରି ବୁକ୍ ଆମେ ରଖିଛୁ ପ୍ରଥମ 100 ପିଲାଙ୍କ ପାଇଁ, ଯଦି ନେବା ପାଇଁ ଚାହୁଁଛ ନିଶ୍ଚୟ ରୂପରେ ନେଇପାରିବ। ଏବଂ ତମର କେତେ ନମ୍ବର ଅଛି ଦେଖ, ଯୋଉମାନେ ଚେକ୍ କରି ସାରିଛ ତୁମର ସ୍କୋର କେତେ ଅଛି କମେଣ୍ଟ ସେକ୍ସନରେ ଲେଖିଦିଅ, ମୁଁ ତୁମକୁ କହିବି ଯେ ତମେ ମାନେ ପ୍ରିପେୟାର ମାନେ ସ୍କିଲ୍ ଟେଷ୍ଟ ପାଇଁ ପ୍ରିପାରେସନ୍ କରିବ କି ନାହିଁ, ଏବଂ ଅନ୍ୟ ପିଲାମାନେ ବି ଜାଣିପାରିବେ ଯେ ଏଥର କେତେ କଟଅଫ୍ ଯିବ। ତେଣୁ ଯୋଉମାନେ ବି ଭିଡ଼ିଓ ଦେଖୁଛ କମେଣ୍ଟ ସେକ୍ସନରେ ନିଜର କଟଅଫ୍କୁ ଲେଖିଦିଅ। ଏବଂ ଯଦି ତୁମକୁ ଏତେ ପର୍ଯ୍ୟନ୍ତ ତୁମେ ଚେକ୍ କରିନ ଡାଇରେକ୍ଟ ଲିଙ୍କ୍ ଦରକାର, ତାହେଲେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଅ, ମୁଁ ସେଠି ଲିଙ୍କ୍ ଦେଇଦେଇଛି। ରହିଲି, ନମସ୍କାର, ଜୟ ଜଗନ୍ନାଥ।